ଗଞ୍ଜାମ ଜିଲ୍ଲାରେ 70% ଶିକ୍ଷକଙ୍କ ନକଲି ସାର୍ଟିଫିକେଟ୍। ନକଲି ସାର୍ଟିଫିକେଟ୍ର ବିବରଣୀ ସୂଚନା ଅଧିକାର ଆଇନରେ ମାଗିଲେ ତାହା ମିଳୁନି। ଆଉ ଅଭିଯୋଗ କରିଲେ ଅଭିଯୋଗ ପତ୍ର ସିଧା ଡଷ୍ଟବିନ୍କୁ ଯାଉଛି। କ'ଣ ପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କ ଉପରେ ନେଇ ପାରୁନାହାନ୍ତି ଆକ୍ସନ୍? କ'ଣ ପାଇଁ ଯାଞ୍ଚ ହେଉନି ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକମାନଙ୍କ ସାର୍ଟିଫିକେଟ୍? କ'ଣ ପାଇଁ ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବାକୁ ଥରୁଛି ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ହାତ? ରାଜନୈତିକ ପ୍ରେସର ରହୁଛି ନା ସିଲ୍ଡ ଏନଭଲପ ମୁହଁ ବଙ୍କା କରିଦେଉଛି? ଆମକୁ ଉତ୍ତର ଦରକାର। ଉତ୍ତର ନ ପାଇବା ପର୍ଯ୍ୟନ୍ତ ଗୋଟେ ଦାୟିତ୍ୱ ବା ନ୍ୟୁଜ୍ ଚ୍ୟାନେଲ ଭାବେ ଆମେ ନ୍ୟୁଜ୍ କରିବୁ ଆଉ ଦେଖିବୁ ଦୁର୍ନୀତିର ଚେର ବେଶୀ ଲମ୍ବା ନା ଦୁର୍ନୀତି ଲାଇଭ୍ର ଚେର ଅଧିକ। ତେବେ ପୂର୍ବ ସରକାର ସମୟରୁ ଆଢ଼ୁଆଳରେ ରହି ଦୁର୍ନୀତି କରୁଥିବା ଶିକ୍ଷକମାନଙ୍କ ଭେଳା ବୁଡ଼ାଇବ ଦୁର୍ନୀତି ଲାଇଭ୍। ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକମାନଙ୍କୁ ଏଥର ଆଉ ନିସ୍ତାର ନାହିଁ, କାରଣ ଦୁର୍ନୀତି ଲାଇଭ୍ ନକଲି ଶିକ୍ଷକମାନଙ୍କୁ ଜଣକ ପରେ ଜଣକୁ ଲଙ୍ଗଳା କରି ଚାଲିବ। ଏଠାରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଧ୍ୟ ଜଣାଇ ଦେବାକୁ ଚାହୁଁଛୁ କି ପୂର୍ବ ସରକାର ବେଳର ଢାଞ୍ଚାକୁ ଛାଡ଼ନ୍ତୁ ଏବଂ ନୂତନ ସରକାରଙ୍କ ଢାଞ୍ଚାରେ ଚାଲନ୍ତୁ। ଆପଣଙ୍କର ମଙ୍ଗଳ ହେବ ଏବଂ ଦେହ ବି ଭଲ ରହିବ। ପୁରୁଣା ସରକାର କାଳରେ ଯେଉଁ ସବୁ ଅଭିଯୋଗକୁ ସିଟ୍ ତଳେ ମାଡ଼ି ବସୁଥିଲେ, ଏବେ ତାହା ସବୁକୁ ବାହାରକୁ ଆଣନ୍ତୁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। କାରଣ ଆପଣ ରାଜ୍ୟବାସୀଙ୍କ ଯେଉଁ ଟିକସ ଅର୍ଥକୁ ମାସିକିଆ ଦରମା ଆକାରରେ ନେଉଛନ୍ତି, ତାହାର କାର୍ଯ୍ୟ ସଠିକ୍ ଭାବେ ଦେଖାନ୍ତୁ। ଏକ ବିଶେଷ ସୂତ୍ରରୁ ଖବର ଅନୁସାରେ କୁଆଡ଼େ ଗଞ୍ଜାମ ଜିଲ୍ଲାରେ ସମସ୍ତ ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକଙ୍କ ଦସ୍ତାବିଜ ଭିଜିଲାନ୍ସ ଏବଂ କ୍ରାଇମ୍ ବ୍ରାଞ୍ଚକୁ ଜୈନିକ ଓକିଲ ହସ୍ତାନ୍ତର କରିସାରିଲେଣି ଏବଂ କେତୋଟି ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ଏହାକୁ ନେଇ ହାଇକୋର୍ଟରେ PIL ଫାଇଲ୍ କରିବାକୁ ମଧ୍ୟ ପ୍ରସ୍ତୁତ ହେଲେଣି। ପୂର୍ବରୁ ଦୁର୍ନୀତି ଲାଇଭ୍ ମଧ୍ୟ ଅନେକ ଶିକ୍ଷକ ଯଥା ଦୈତାରୀ ବେହେରା ନାଁରେ ତଥ୍ୟ ଭିତ୍ତିକ ନ୍ୟୁଜ୍ କରିଥିଲା ଏବଂ ପରେ ଆମ ନ୍ୟୁଜ୍କୁ ଭିତ୍ତି କରି ଶିକ୍ଷକ ଦୈତାରୀ ବେହେରାକୁ ପୁଲିସ ମଧ୍ୟ ଗିରଫ କରି ଜେଲ୍ର ଅନ୍ଧାରୀ କୋଠରୀ ଭିତରକୁ ପଠାଇ ଦେଇଥିଲା। ତେବେ ଏଥର ଖଲିକୋଟ ବ୍ଲକର ଆମ୍ବଝର ନୂଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନବକୁମାର ଖୁଣ୍ଟିଆ ଏବଂ କରଞ୍ଜିଆ ସ୍କୁଲର ନଳିନୀକାନ୍ତ ଖୁଣ୍ଟିଆ, ଯାହାଙ୍କର BD ସାର୍ଟିଫିକେଟ୍ ନକଲି ଅଟେ ଏବଂ ବେଶ୍ ଚଞ୍ଚକତା ସହ ସରକାରୀ ଚାକିରି ହାତେଇ ମାସିକିଆ ମୋଟା ଅଙ୍କର ଦରମା ଲୁଣ୍ଠନ କରି ସ୍କୁଲରେ ଏମିତିକି ପାଠ ପଢ଼ାଉଛନ୍ତି ଯେ ସେ ଅଞ୍ଚଳର ଛାତ୍ରଛାତ୍ରୀମାନେ ପାଠର ପ ଅକ୍ଷର ଜାଣୁନାହାନ୍ତି ଏବଂ କେବଳ ସେଇଥିପାଇଁ ନବକୁମାର ଖୁଣ୍ଟିଆ ଏବଂ ନଳିନୀକାନ୍ତ ଖୁଣ୍ଟିଆ ମିଳିତ ଭାବେ ଏକ କାଜୁ କମ୍ପାନୀ କରିଛନ୍ତି, ଯେଉଁଥିରେ ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ା ବଦଳରେ କାଜୁ ମଞ୍ଜିରୁ କାଜୁ ଛଡ଼ାଇବା ସହ ପ୍ୟାକିଂ କାର୍ଯ୍ୟରେ ନିୟୋଜିତ କରାଯାଉଥିବା ଦେଖିବାକୁ ମିଳିଛି। ଆଉ ଯଦି କେଉଁ ପିଲା କାଜୁ କମ୍ପାନୀରେ କାମ କରିବାକୁ ଅମଙ୍ଗ ହେଲା, ଉକ୍ତ ପିଲାକୁ ନବକୁମାର ଖୁଣ୍ଟିଆର କୁକୁଡ଼ା ଫାର୍ମରେ ବ୍ରଏଲର କୁକୁଡ଼ାମାନଙ୍କ ମଳ ସଫା କରିବାକୁ ବିଶେଷ ପ୍ରଶିକ୍ଷଣ ଦିଆଯାଉଛି। କାରଣ ଯଦି ପିଲାମାନେ 2 ଅକ୍ଷର ପାଠ ପଢ଼ିଦେବେ, ତେବେ ଏହି ସବୁ କାଜୁ କମ୍ପାନୀ ଆଉ କୁକୁଡ଼ା କମ୍ପାନୀରେ କିଏ କାମ କରିବ? ବେପାର ହେବ କେମିତି? এই 2 ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକ ବଡ଼ ଲୋକ ହେବେ କେମିତି? ତେଣୁ ଛୋଟ ପିଲାମାନଙ୍କ ବେକକୁ ଚକଟି এই 2 ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକ ରାତାରାତି ବଡ଼ ଲୋକ ହେବାକୁ ଲାଗିଲେଣି। ପାଖାପାଖି ଅଞ୍ଚଳରେ এই 2 ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକମାନଙ୍କୁ ସର୍ବଗିଳା ଅଭିଯାନର ଶିକ୍ଷକ ବୋଲି ନାମକରଣ କରାଯାଇଥିବା ଶୁଣିବାକୁ ମିଳୁଛି। ତେବେ ଶିକ୍ଷା ବିଭାଗରେ ସଂସ୍କାର ଆଣିବାକୁ ହେଲେ ଏହିଭଳି ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକମାନଙ୍କୁ ଚିହ୍ନଟ କରି ଚାକିରିରୁ ବିଦା କରିବା ସହ ଜେଲ୍ର ଅନ୍ଧାରୀ କୋଠରୀ ଭିତରକୁ ପଠାଇ ଦେବାକୁ ଶିକ୍ଷାବିତ୍ମାନେ ମତ ବି ଦେଲେଣି। ତେବେ ଦେଖିବାକୁ ବାକି ରହିଲା ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀ ଏହି 2 ନକଲି ସାର୍ଟିଫିକେଟ୍ଧାରୀ ଶିକ୍ଷକ ଯଥା ନବକୁମାର ଖୁଣ୍ଟିଆ ଏବଂ ନଳିନୀକାନ୍ତ ଖୁଣ୍ଟିଆ ଉପରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ନବ ଏବଂ ନଳିନୀର ସର୍ଭିସ୍ ପର୍ଟିକୁଲାର ବୁକ୍ରୁ ସାର୍ଟିଫିକେଟ୍ ଯାଞ୍ଚ କରୁଛି ନା ମୋଟା ପ୍ୟାକେଟ୍ ନେଇ
जिला शिक्षा अधिकारी चुप बसुंट ता देखा बाकी रहा। नकली सर्टिफिकेट धारी शिक्षकर पार्ट 2 देखा लाइक शेयर और सब्सक्राइब करूँ। राज्य एकमात्र आईपीटीवी दुर्नीति लाइव।